ଏହି ଭିଡିଓରେ ଆମେ ଲାଇଟ୍ ସେଟଅପ୍ କରିବା ପରେ ଉତ୍ପାଦକୁ କିପରି ସର୍ବୋତ୍ତମ ଉପାୟରେ କ୍ୟାପଚର କରିବେ ତାହା ଶିଖିବୁ। ଆମେ ଏଠାରେ ମୋବାଇଲ ସେଟ୍ କରୁ। ଏହା ଆମର ପ୍ରଡକ୍ଟ ଅଟେ। ପ୍ରଡକ୍ଟ ଫଟୋଗ୍ରାଫିରେ ଆଲୋକ କେଉଁ ଦିଗରୁ ଆସିଥାଏ ତାହା ଗୁରୁତ୍ୱପୂର୍ଣ୍ଣ। ଆମେ ସମସ୍ତେ ଦେଖିପାରୁଛୁ ଯେ ଏଠାକୁ ଆଲୋକ କେଉଁ ପାର୍ଶ୍ୱରୁ ଆସୁଛି। ଆପଣ ଦେଖିପାରୁଥିବେ ଏଇ ପାର୍ଶ୍ୱରୁ ଆଲୋକ ଆସୁଛି, ଏଇ ପାର୍ଶ୍ୱରୁ ଯେଉଁଠାରେ ଝରକା ଅବସ୍ଥିତ। ତାହେଲେ ମୋର ଅ, ପରାମର୍ଶ ହେଉଛି ଟେବୁଲକୁ ଯଥାସମ୍ଭବ ୱିଣ୍ଡୋ ନିକଟକୁ ଆଡଜଷ୍ଟ କରିବା ଏବଂ ଏହାପରେ ପ୍ରଡକ୍ଟ ସୁଟ୍ ପାଇଁ ସେଟଅପ୍ ତିଆରି କରନ୍ତୁ। ଏବଂ ଯେତେବେଳେ ଆମେ ଏହା କରୁଛୁ ସେତେବେଳେ ଆମେ ଏହାକୁ ଦେଖିପାରିବା। ଉତ୍ପାଦର ବାମ ପାର୍ଶ୍ୱରେ ଏକ ଶକ୍ତିଶାଳୀ ଛାୟା ସୃଷ୍ଟି ହୁଏ। ଆମେ ଏହି ଛାୟାକୁ ହ୍ରାସ କରିପାରିବା ଏବଂ ଅନେକ ସମୟରେ ଏହି ଛାୟା ମଧ୍ୟ ଭଲ ଦେଖାଯାଏ ଏବଂ ଏହାକୁ ରଖାଯାଇପାରିବ। ଆମେ ଏହାକୁ କିପରି କରିବୁ ତାହା ଉପରେ ଏହା ନିର୍ଭର କରିବ। ଏଠାରେ ଆମେ ଏକ୍ସପୋଜର ବୃଦ୍ଧି କରିପାରିବା। ଏକ୍ସପୋଜର ବଢ଼ାଇବା ପରେ ଯଦି ଆମେ ଭାବୁ ଯେ ପର୍ଯ୍ୟାପ୍ତ ପରିମାଣରୁ ଅଧିକ ଛାୟା ଅଛି, ଯେଉଁଠାରେ ଆଲୋକ ପଡ଼ିଥାଏ, ଆମେ ଏହାକୁ ହାଇଲାଇଟ୍ କହିଥାଉ ଏବଂ ବିପରୀତ ପାର୍ଶ୍ୱକୁ କମ୍ ଆଲୋକ ବୋଲି କୁହାଯାଇଥାଏ। ଅର୍ଥାତ୍ ମୁଖ୍ୟ ଆଲୋକ ଏଠାରେ ପଡ଼ିଥାଏ ଏବଂ ସେଥିପାଇଁ ସେଠାରେ ଛାୟା ସୃଷ୍ଟି ହୋଇଥାଏ। ଆଲୋକ ଓ ଛାୟାର ଏହି ନାଟକ ହେଉଛି ଫଟୋଗ୍ରାଫି। ଯଦି ଆମେ ଭାବୁଛୁ ଯେ ଛାୟା ଅଂଶ ଅତ୍ୟଧିକ କିମ୍ବା ଶକ୍ତିଶାଳୀ ହେଉଛି, ତେବେ ତେବେ ଆମେ ଏପରି ଏକ ଶ୍ୱେତପତ୍ର ଏଠାରେ ରଖିପାରିବା। ମୁଁ ଆପଣଙ୍କୁ ଦେଖାଉଛି। ମୁଁ ଏହାକୁ ଏଠାରେ ରଖିବା ମାତ୍ରେ ଏଠାରେ ଆଲୋକ ବୃଦ୍ଧି ପାଇବ। ଏବେ ଆମେ ଏହାକୁ ସୁଟିଂ କରୁଛୁ ଏବଂ ଆଉ ଗୋଟିଏ ଆମେ ବିନା ରିଫ୍ଲେକ୍ଟରରେ ସୁଟିଂ କରୁଛୁ। ଅର୍ଥାତ୍ ଆମେ ବ୍ୟବହାର କରୁଥିବା ଧଳା କାଗଜକୁ ରିଫ୍ଲେକ୍ଟର କୁହାଯାଏ। ଆସନ୍ତୁ ଜାଣିବା ଉଭୟ ଚିତ୍ରର ପାର୍ଥକ୍ୟ। ଏହା ହେଉଛି ରିଫ୍ଲେକ୍ଟର କିମ୍ବା ଶ୍ୱେତ କାଗଜ ସହିତ ଚିତ୍ର ଏବଂ ଏହା ହେଉଛି ଧଳା କାଗଜ କିମ୍ବା ରିଫ୍ଲେକ୍ଟର ବିନା ଚିତ୍ର। ଦୁଇଟି ଯାକ ଫଟୋର ଭିନ୍ନ ଭିନ୍ନ ଆବଶ୍ୟକତା ରହିଛି। ବେଳେବେଳେ ଆମେ ଜାଣିଶୁଣି ଫଟୋର ସୌନ୍ଦର୍ଯ୍ୟ ବଢ଼ାଇବା ପାଇଁ ଛାୟାର ମାତ୍ରା ବଢ଼ାଇଥାଉ। ଚିତ୍ରରେ ଏକ ବିପରୀତ ସୃଷ୍ଟି ହୋଇଛି। ପରେ ଆମେ ଏଡିଟିଂ ସଫ୍ଟୱେର୍ ବ୍ୟବହାର କରି ଏହାକୁ ଏଡିଟିଂ କରି ଆପଣମାନଙ୍କୁ ଦେଖାଇବୁ। ଧନ୍ୟବାଦ।